ମଇଁଷି ବିକ୍ରି ହେବାର ଅଛନ୍ତି। ଏଇ ଯେଉଁ ଦେଖୁଛନ୍ତି ମଇଁଷି, ଏଇ ମଇଁଷି ଆପଣମାନେ କିଛି ଜାଣିବାକୁ ହେଲେ ଏବେ ଦେଖନ୍ତୁ ପଣ୍ଡା, ଏଇ ଯେଉଁ ପଣ୍ଡା ଅଛନ୍ତି ଇଏ ମଧ୍ୟ ସେଲ୍ସ ପାଇଁ ଥିଲେ। ୟାଙ୍କର ଲୋକେସନ କୋଉଠା? ଆଚ୍ଛା, ମଇଁଷି ପଣ୍ଡା ବା ପଢୁଅ ସମସ୍ତଙ୍କର ବର୍ତ୍ତମାନକୁ ରହୁଛି ଯେ ଚ୍ୟାନେଲରେ କି ପ୍ରାୟ ଲୋକଙ୍କର ରହୁଛି ଯେ ଯାଇ ମାଇ ମଇଁଷି ପଣ୍ଡା ପଢୁଅ କୋଉଠି ମିଳୁଛନ୍ତି। ଭାଇ ଦେଖ, ମଇଁଷି ପଣ୍ଡା ବା ପଢୁଅ ପ୍ରାୟତଃ ଆମର ମଧ୍ୟ ଚାଷୀ ଅଛନ୍ତି ଓଡ଼ିଶାରେ, ବହୁତ ସଂଖ୍ୟାରେ ସେ ଚାଷୀ ଅଛନ୍ତି। ଆଉ ସେ ଚାଷୀଙ୍କ ସାଙ୍ଗରେ ମଧ୍ୟ ଆମେ ଡିସ୍କସନ୍ କରୁଛୁ, କିଛି କଥା ମଧ୍ୟ ହେଉଛୁ। ତେଣୁକରି ଯଥା ସମ୍ଭବ ଆମକୁ ସେମିତି ମାନେ ବଡ଼ ପ୍ରପୋଜାଲ କେଉଁଠୁ ଏମିତି ଜନ୍ତୁ ସେଲ୍ସ କରିବାର କିଛି ମିଳିନି। ଯେତିକି ମିଳୁଛନ୍ତି ହଳେ ଦୁଇ ହଳ, ଗୋଟେ ଦୁଇଟା ଏଇଭଳିଆ ମିଳୁଛନ୍ତି। ଯଦି ତା ଭିତରୁ ମଧ୍ୟ କିଛି ନେବାକୁ ଚାହୁଁଛନ୍ତି ତାହେଲେ ସେ ତାଙ୍କରି ମାନଙ୍କର ଭିଡ଼ିଓ କିଛି ଆମେ ଭିଡ଼ିଓରେ କିଣି ଦେଖେଇଛୁ। ଆଉ ସମସ୍ତଙ୍କ ଅନୁରୋଧ, ଯଦି କାହାର ମଇଁଷି ପଣ୍ଡାଙ୍କ ଉପରେ କିଛି ଅଭିଜ୍ଞତା ଅଛି ଆଉ ଯାହାକି ଆପଣମାନେ ସେଲ୍ସ କରିବାକୁ ଚାହୁଁଛନ୍ତି, ତେଣୁକରି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଚାଷୀ ଭାଇମାନଙ୍କୁ ସାହାଯ୍ୟ କରିବା ସୁବିଧାରେ କିନି ଆମେ ଚ୍ୟାନେଲଟି ବନେଇଛୁ। ତେଣୁକରି ଚାଷୀ ଭାଇମାନଙ୍କୁ ଆମେ ସପୋର୍ଟ କରୁଛୁ ଆଉ ସାହାଯ୍ୟ ମଧ୍ୟ କରିବୁ। ତେଣୁକରି ସମସ୍ତଙ୍କର ଅନୁରୋଧ ଏଇଆ ରହୁଛି ଯେ ପଣ୍ଡା ଆଉ ମଇଁଷି ମିଳୁଛନ୍ତି କେଉଁଠୁ। ଏଇ ଭିଡ଼ିଓ ଦେଖନ୍ତୁ, ପୁରା ଫୁଲ୍ ଦେଖନ୍ତୁ, ଫାଷ୍ଟ ଟୁ ଲାଷ୍ଟ ଡିଟେଲ୍ସ ଜାଣିପାରିବେ। ଚାଲନ୍ତୁ ଦେଖିବା ଭିଡ଼ିଓ। ଆଜିର ଭିଡ଼ିଓରେ କିନା ଆମେ ଡିସ୍କସନ୍ କରିବା ପୂର୍ବରୁ ସମସ୍ତଙ୍କୁ କହୁଛୁ, ସେଇ ମଇଁଷି ବା ପଣ୍ଡାଙ୍କ ପାଇଁ କିଛି ଆସୋସିଏଟ୍, କିଛି ପ୍ରଡକ୍ଟ, କିଛି ଫୁଡ୍, ତାଙ୍କର ଖାଇବା, କିଛି ମାନେ ଆମର ସପ୍ଲିମେଣ୍ଟ ଯଦି ନେବାକୁ ଚାହୁଁଛନ୍ତି ତାହେଲେ ଡେସ୍କ୍ରିପସନ୍ରେ ଲିଙ୍କ୍ ଅଛି, ଯାଇକି କିଣିପାରିବେ। ଆମେ ଦେଖିବା ଆଜି ମଇଁଷି ପଣ୍ଡାଙ୍କ ଉପରେ କିଛି ମାନେ ଭିଡ଼ିଓ ଦେଖିବାକୁ ଚାହୁଁଛେ। ତେଣୁକରି ସେଇ ଭିଡ଼ିଓ ଭିତରୁ କିନି କିଛି ଭିଡ଼ିଓ ଏମିତି ଅଛି ଯାହାକି ବହୁତ ଭଲ ଭଲ ମଇଁଷି ଅଛନ୍ତି ଆଉ ଭଲ ଭଲ ପଣ୍ଡା ମଧ୍ୟ ଅଛନ୍ତି। ତେଣୁକରି ଆପଣଙ୍କ ଆଡ଼େ କ'ଣ କହୁଛନ୍ତି, ପଣ୍ଡା କହୁଛନ୍ତି କି ପଢୁଅ କହୁଛନ୍ତି, କ'ଣ କହୁଛନ୍ତି ମୁଁ ତ ଜାଣିନି, କିନ୍ତୁ ଯାହା ବି କହୁଥିବେ କିନ୍ତୁ ସେଇ ମଇଁଷିଙ୍କ ଉପରେ କି ଭିଡ଼ିଓ ଅଛି। ଭିଡ଼ିଓ ଆମେ ଫୁଲ୍ ଦେଖିବା, ଡିଟେଲ୍ସ ଜାଣିବା, କେଉଁ ଲୋକେସନରେ ମିଳୁଛନ୍ତି ବି ଜାଣିବା, ତା ସହିତ କେମିତି ସେଲ୍ସ କରିବେ, କେମିତି କିଣିବେ, କ'ଣ କରିବେ କ'ଣ ନାହିଁ ତାର ମଧ୍ୟ ବ୍ୟବସ୍ଥା କରିବେ। ଦେଖନ୍ତୁ, ପ୍ରଥମେ ଦେଖନ୍ତୁ ଏ ଯେଉଁ ପଣ୍ଡା ଦେଖାଯାଉଛନ୍ତି, ଇଏ ପଣ୍ଡା ହୁଅନ୍ତୁ ବା ଆଙ୍କର ଫିମେଲଟା ମଇଁଷି ବି ହୁଅନ୍ତୁ। ତେଣୁକରି ଇଏ ଯେଉଁ ଲୋକେସନରେ ମିଳୁଛନ୍ତି, ପ୍ରାୟତଃ ଲୋକେସନ ଗଞ୍ଜାମ, ନୟାଗଡ଼, ପୁରୀ ଡିଷ୍ଟ୍ରିକ୍ଟ ପ୍ରାୟତଃ ମିଳନ୍ତି। ଏଇ ତିନିଟା ଡିଷ୍ଟ୍ରିକ୍ଟରେ କିନ୍ତୁ ବହୁତ ପରିମାଣରେ କିନ୍ତୁ ମିଳନ୍ତି। ତା ବାଦ ଅଲଗା ଡିଷ୍ଟ୍ରିକ୍ଟରେ ମଧ୍ୟ ଅଛନ୍ତି, ଆମେ କହୁଛୁ ଯେ ନାହାନ୍ତି ବୋଲି ଅଛନ୍ତି, କିନ୍ତୁ ଏଇଥିରେ କିନ୍ତୁ ବହୁତ ପରିମାଣରେ ଅଛନ୍ତି। ଯଦି ଯିବେ ତାହେଲେ କୌଣସି ନା କୌଣସି ଗୋଠ ଆପଣଙ୍କୁ ଲୋକାଲିଟି ଏରିଆରେ ହିଁ ଆପଣଙ୍କୁ ମିଳିଯିବ। ନିମାପଡ଼ା ଏରିଆ, କାକଟପୁର ଏରିଆ, ପୁରୀ ପଟ ଲାଇନରେ ପ୍ରାୟତଃ ଅଛନ୍ତି, କାରଣ ସେପଟେ ଗାଈ ମଇଁଷି ପୁରା ଖଣି ଅଛନ୍ତି ସେପଟେ, ଯାହା ଆପଣମାନେ ଘରୋଇ ପାଇଁ କିଣିପାରିବେ। ଆଉ ଇଏ ରହିଲା ଏଇ ଯେଉଁ ପଣ୍ଡା ଦେଖେଇଛୁ, ପଣ୍ଡା ବା ପଢୁଅ, ଇଏ ମଧ୍ୟ ନୟାଗଡ଼ ଡିଷ୍ଟ୍ରିକ୍ଟରେ ଆମର ବହୁତ ପରିମାଣରେ ମିଳୁଛନ୍ତି। ଆଉ ୟାଙ୍କର ଯେଉଁ ଲୋକେସନ୍ ଅଛି, ଇଏ ଖଣ୍ଡପଡ଼ା ପଟର ଲୋକେସନ୍ ଅଛି, ବୋରଗାଁ ପଟର ଲୋକେସନ୍। ତେଣୁକରି ଏଇଭଳିଆ ପଣ୍ଡା ସେଇପଟେ ମଧ୍ୟ ମିଳୁଛନ୍ତି। ନୟାଗଡ଼ ଭିତରେ ମଧ୍ୟ ବହୁତ ଏରିଆରେ ମଧ୍ୟ ମିଳୁଛନ୍ତି। ଆମର ଡିମିଶର ହେଉ, ନୟାଗଡ଼ ଭିତର ହେଉ, ଗାଈଗଛାତ ଭିତର ହେଉ, ଯାହା ବି ହେଉ ଆମ ସେ ଏରିଆ ଗୁଡ଼ାକରେ ପ୍ରାୟତଃ ମିଳୁଛନ୍ତି। ତେଣୁକରି ପଣ୍ଡା ମଧ୍ୟ ଆଭେଲେବୁଲ୍ ମିଳୁଛନ୍ତି ନୟାଗଡ଼ ଡିଷ୍ଟ୍ରିକ୍ଟରେ। ଆଉ ଗଞ୍ଜାମରୁ ମଧ୍ୟ ବହୁତ କଲ୍ ଆସୁଛି। ଗଞ୍ଜାମ ଡିଷ୍ଟ୍ରିକ୍ଟରେ ବହୁତ ପରିମାଣରେ ମଧ୍ୟ ମଇଁଷି ପଣ୍ଡା ରଖିଛନ୍ତି, ଗୋଠ ରଖିଛନ୍ତି, ବଡ଼ ବଡ଼ ଗୋଠ ରଖିଛନ୍ତି। ଯେହେତୁ ଆମେ ଟିକେ ଭିଜିଟ୍ କରିପାରୁନୁ, ଆମେ ଭିଜିଟ୍ କଲା ସମୟରେ ହିଁ ଆପଣଙ୍କୁ ଡିଟେଲ୍ସ ଦେଖେଇବୁ। ଭିଡ଼ିଓରେ ତ ଆପଣମାନେ ଦେଖିଲେ ଯେ କିଛିଟା ଜନ୍ତୁଙ୍କ ଉପରେ ଆଉ କିଛିଟା ଲୋକେସନ ମଧ୍ୟ ପାଇଥିବେ। ଏବେ ଆମେ କ'ଣ ଜାଣିବା ଯେ ଆପଣମାନଙ୍କ ଭିତରେ ମାନେ ମଇଁଷିର ମଧ୍ୟ ବହୁତ ପ୍ରକାର ବ୍ରିଡ୍ ଅଛି, ଯାହାକି ଆମେ ସେତେଟା କନଫର୍ମ ନୁହଁ, ସେତେଟା କିଛି ଜାଣିନୁ, ସେତେଟା ଅଭିଜ୍ଞତା ବି ନାହିଁ। ଆମେ କହୁଛେ ଆମେ କାହିଁ ମାନେ ନ ଜାଣିବା କଥାଟା କାହିଁ ଏତେ ଉତ୍ଫୁଲ୍ଲିତ ହେଇ କହିବାଟା ଭଲ ନୁହଁ। ତେଣୁକରି ଯେତିକି ଜାଣିଛୁ ସେତିକି ହିଁ କହୁଛୁ। ତେଣୁକରି ସେଇ ଭିତରେ କିନି କହୁଛନ୍ତି ଦେଶୀ ଅଛନ୍ତି, ବୌଦ୍ଧିଆ ଅଛନ୍ତି, ଦୋରଗୀ ଅଛନ୍ତି, ଏମିତି କେତେ ପ୍ରକାର ଅଛନ୍ତି ସବୁ। ଯଦି ତା ବିଷୟରେ କୌଣସି ଲୋକଙ୍କର କିଛି ଟିପ୍ପଣୀ ଅଛି, ମାନେ ଭଲ ଭାବରେ ଜାଣିଛନ୍ତି ଡିଟେଲ୍ସ ଭାବରେ, ତାହେଲେ ଆମ ସହିତ ଟିକେ ଯୋଗାଯୋଗ କର, ଯାହାକି ଆମ ପାଇଁ ମଧ୍ୟ ସୁବିଧା ହେବ, ଆପଣଙ୍କ ପାଇଁ ସୁବିଧା ହେବ। କାହିଁକି ନା ତମ ମାଧ୍ୟମରେ ଆମେ ମଧ୍ୟ କିଛି ଜାଣିପାରିବୁ, କିଛି ଶିଖିପାରିବୁ। ତେଣୁକରି ଆମ ସହିତ ଟିକେ ଯୋଗାଯୋଗ କର। ଯଦି ମଇଁଷି ପଣ୍ଡାଙ୍କ ବିଷୟରେ ଅଭିଜ୍ଞତା ଥିବ ନାହିଁ, ତ ମଇଁଷି ପଣ୍ଡା ଅଧିକ ମାତ୍ରାରେ ରଖିଥିବେ ଆପଣମାନେ, ତା ବିଷୟରେ ମଧ୍ୟ ଆପଣମାନଙ୍କ ରଖିବା ଲୋକ ହିଁ ବହୁତ ଅଭିଜ୍ଞତାର ସହିତ ସବୁ କିଛି ଜଣାଇ ପାରିବେ, ସବୁ କିଛି କହିପାରିବେ, ସବୁ କିଛି ବୁଝେଇ ପାରିବେ। ତେଣୁକରି ସେତିକି ଯଦି ଅଛି କି ଆମ ସାଙ୍ଗରେ ଯୋଗାଯୋଗ କରିବେ, ନାଇଁ ଜନ୍ତୁ ଯଦି ଅଛନ୍ତି ତାହେଲେ ଆମ ସାଙ୍ଗରେ ମଧ୍ୟ ଯୋଗାଯୋଗ କର। ଏବେ ଦେଖାଉଛି ଯେଉଁ ଗୋଟେ ମଇଁଷି ଗୋଠା ଆସୁଛନ୍ତି, ଯେଉଁ ବଡ଼ ମଇଁଷି ଗୁରା ଆସୁଛନ୍ତି ଚାଲିକି, ଏଥିରୁ କିଛି ପ୍ରେଗନେନ୍ସି ଅଛନ୍ତି। ଆଉ ଏଇ ମଇଁଷିରୁ କିନି 3ଟା ଖଣ୍ଡେ ମଇଁଷି ବିକ୍ରି ହେବାର ଅଛନ୍ତି। ୟାଙ୍କର ଲୋକେସନ୍ ହେଉଛି ଆମର ଝାରସୁଗୁଡ଼ା ପଟ ଅଛନ୍ତି ୟାଙ୍କ ଲୋକେସନ୍। ଆଉ ଯଦି ନେବାକୁ ଚାହୁଁଛନ୍ତି ତାହେଲେ ବିକ୍ରି ହେବାର ଅଛି। ଯଦି କିଏ ନେବାକୁ ଚାହୁଁଥିବେ
ତାହେଲେ ତାଙ୍କର କଣ୍ଟାକ୍ଟ ନମ୍ବର ମଧ୍ୟ ଆମେ ଦେଇଦେଉଛୁ ଏଥିରେ କିନି ଆପଣମାନେ ଯୋଗାଯୋଗ କରିବେ ତାଙ୍କ ସାଙ୍ଗରେ ତାଙ୍କଠୁ ନେଇପାରିବେ। ଆଉ ଏଇଭଳିଆ ମଇଁଷି ଯଦି ବି ଆଉ କୌଣସି ଏରିଆରେ ଅଛନ୍ତି ବିକିବା ପାଇଁ ତାହେଲେ ବିକ୍ରି କରିବା ପାଇଁ ଆମ ସାଙ୍ଗରେ ମଧ୍ୟ ଯୋଗାଯୋଗ କରନ୍ତୁ, କାରଣ ପ୍ରାୟତଃ ଲୋକ ଖୋଜୁଛନ୍ତି ଏଇଭଳିଆ। ଆଉ ଏଇଭଳିଆ ପଣ୍ଡା ମଧ୍ୟ ମାନେ ଫେସ୍ ଟୁ ଫେସ୍ ମିଶୁଥିବେ, ଘଣି ମିଶୁଥିବେ, ସାଇଜ୍ ମିଶୁଥିବେ, କୌଣସି ଚାଷବାସ କାର୍ଯ୍ୟ ପାଇଁ ହେଉ ଯାହା ପାଇଁ ହେଉ ଯଦି କୌଣସି ଚାଷୀ ଭାଇମାନେ ରଖିଛନ୍ତି ବା କୌଣସି ଚାଷୀ ଭାଇମାନଙ୍କ ପାଇଁ ଦେବାକୁ ଚାହୁଁଛନ୍ତି ତାହେଲେ ଯୋଗାଯୋଗ କରିପାରିବେ, କାରଣ ବହୁତ ପରିମାଣରେ ଚାଷୀ ମଧ୍ୟ ଖୋଜୁଛନ୍ତି ମଇଁଷି ପଣ୍ଡା। ଯାହାକି ଜାଣିଛନ୍ତି ପଣ୍ଡା ବହୁତ ମାତ୍ରାରେ କିନ୍ତୁ ବର୍ତ୍ତମାନ କୁହନ୍ତି ରେଟ୍ ମଧ୍ୟ ହାଇରେ ଯାଉଛନ୍ତି, ଯାହା ସବୁ ମିନିମମ୍ 1 ଲାଖ ପ୍ଲସ୍ ସବୁ ଯାଉଛନ୍ତି ପ୍ରାୟତଃ ଜଣାପଡ଼ୁଛି। ଯେତିକି ରେଟ୍ ମୁଁ ଶୁଣିଲେଣି ଲୋକଙ୍କଠୁ ସମସ୍ତଙ୍କଠୁ 1 ଲାଖ ପ୍ଲସ୍ ସବୁ ଯାଉଛନ୍ତି ପ୍ରାୟତଃ ସବୁ। ତେଣୁକରି ଯଦି ମଇଁଷି ପଣ୍ଡା କିଛି ଅଛନ୍ତି ବିକିବାକୁ ଚାହୁଁଛନ୍ତି ବା କିଣିବାକୁ ଚାହୁଁଛନ୍ତି ତାହେଲେ ଯୋଗାଯୋଗ ରଖନ୍ତୁ, ଆପଣ କିଣିପାରିବେ ଆଇଦର ନହେଲେ ତ ବିକିପାରିବେ। ସେଥିପାଇଁ ସମସ୍ତଙ୍କୁ ଆଉ ଭିଡ଼ିଓ ଶେଷରେ ସମସ୍ତଙ୍କୁ ସେଇ ଅନୁରୋଧ, ମଇଁଷି ରୁହନ୍ତୁ, ପଣ୍ଡା ରୁହନ୍ତୁ, ଯାହା ବି ରୁହନ୍ତୁ, ଯଦି ସେଲ୍ସ କରିବାକୁ ଅଛି ଯୋଗାଯୋଗ କରନ୍ତୁ। ଆମେ ସଦାବେଳେ ଅଛୁ ଆପଣଙ୍କ ସାହାଯ୍ୟ କରିବା ପାଇଁ ଆପଣଙ୍କୁ। ତେଣୁକରି ଆପଣ ସଦାବେଳେ ଆମକୁ ସପୋର୍ଟ ରଖନ୍ତୁ। ଆପଣଙ୍କ ସେବାରେ ମୁଁ ଭାସ୍କର ଆଜି ପାଇଁ ରହୁଛି। ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।